ମୋର ପ୍ରିୟ ଭାଇ ଓ ଭଉଣୀମାନେ, ବାଇବଲରେ ମାଥିଉ ତାର 10ର ଗୋଟେ ପଦରେ ଲେଖା ହେଉଛି, ଆପଣମାନେ ଯାଇକି ସେଇଟା ପଢ଼ନ୍ତୁ, ମୁଁ କହିବିନି। ଏହିପରି ଲେଖା ହେଉଛି, ଯେକୌଣସି ଲୋକ ମଧ୍ୟ ଏହି ପୃଥିବୀରେ ଥିବା ସମୟରେ ଯିଏ ମୋତେ ସ୍ୱୀକାର କରିବ, ତାହାକୁ ମଧ୍ୟ ମୋ ପିତାଙ୍କ ନିକଟରେ ସ୍ୱୀକାର କରିବ। ଯେତେବେଳେ ଆମେମାନେ ପୃଥିବୀରେ ଥାଇକି ଯଦି ଆମେମାନେ ପ୍ରଭୁଙ୍କୁ ଯଦି ଆମେ ସ୍ୱୀକାର କରିବା ନାହିଁ, ଯେଉଁ ସମୟରେ ବିଚାର ହେବ, ପ୍ରଭୁ ମଧ୍ୟ ଆମମାନଙ୍କର ସପକ୍ଷରେ ଠିଆ ହେବେ ନାହିଁ। ତମେ କିଏ ମୁଁ ଜାଣିନି। ସେଥିପାଇଁ ଆମେମାନେ ଏ ଜଗତରେ ଥିବା ପର୍ଯ୍ୟନ୍ତ ପ୍ରଭୁଙ୍କର ସାକ୍ଷୀ ହେଇକି ରହିବା ଦରକାର। ସେଥିପାଇଁ ପ୍ରଭୁ ଯେତେବେଳେ କହିଲେ, ଶିଷ୍ୟମାନଙ୍କୁ କହିଲେ, ଯାଅ ମୋର ସାକ୍ଷୀ ହୁଅ ପ୍ରାନ୍ତରରେ, ବା ପ୍ରାନ୍ତରରେ ଯାଇ ମୋର କ'ଣ ହୁଅ, ସାକ୍ଷୀ ହୁଅ। ଆମମାନଙ୍କୁ କୌଣସି ବିଷୟ ନେଇ ଆମେମାନେ ଖାଲି ତାଙ୍କର ସାକ୍ଷୀ ହେବା, ତାଙ୍କର ପରିଚୟ ଯେପରି ଆମେମାନେ ପାଇପାରିବା, ତାଙ୍କ ଦ୍ୱାରା ଆମେମାନେ ଯେପରି ପରିଚୟ ପାଇପାରିବା, ଏହା ଜାଣିବାର ଅଛି। ତମେ କିଏ? ସନ୍ ଅଫ୍ ଗଡ୍, ପ୍ରଭୁଙ୍କର ଆମେମାନେ ସନ୍ତାନ ଗୋଟେ। ଆଉ କ'ଣ, ଆଉ କିଛି ନାହିଁ। ଆଉ ଯେତେବେଳେ ଆମେ ଜଗତରେ ସ୍ୱୀକାର କରିବା, ସେ ସମୟରେ ମଧ୍ୟ ପ୍ରଭୁ କ'ଣ କରିବେ, ସେଠାରେ ଆମମାନଙ୍କୁ ସ୍ୱୀକାର କରିବେ। ଆମେ